ବର୍ତ୍ତମାନ ବାଲି ମାଫିଆଙ୍କ କବ୍ଜାରେ ଓଡ଼ିଶା ତା ଉପରେ ଆପଣ କ'ଣ କହିବେ? ଆଜ୍ଞା ବଢ଼ିଆ ପ୍ରଶ୍ନଟେ ପଚାରିଲେ ଆପଣ। ଆପଣ ଦେଖନ୍ତୁ, ପୁରୀରୁ ପଟ୍ଟାମୁଣ୍ଡେଇ, ନିଆଳିରୁ ନିମାପଡ଼ା, କଟକରୁ ପାରାଦୀପ, ଗୋପାଳପୁରରୁ ବ୍ରହ୍ମପୁର, ତା ସହିତ ମାଲକାନଗିରିରୁ କୋରାପୁଟ, ଯେଉଁଠିକି ଦେଖିବେ ସବୁଠି ବାଲି ମାଫିଆ ସକ୍ରିୟ ବର୍ତ୍ତମାନ। ଆଉ ବାଲି ମାଫିଆଙ୍କ କବ୍ଜାରେ ବର୍ତ୍ତମାନ ସବୁଯାକ ନଦୀର ପଠା ବର୍ତ୍ତମାନ ବାଲି ମାଫିଆଙ୍କ କବ୍ଜାରେ। କାହିଁକି? ସେ ନା ଭୟ ଅଛି ସରକାରଙ୍କୁ, ନା ଅଛି ପୋଲିସକୁ। ସବୁଠି ରାଜ କରୁଛନ୍ତି ବାଲି ମାଫିଆ। ଖାଲି ସେତିକି ନୁହେଁ, ଆପଣ ଦେଖିଥିବେ 2 ଦିନ ତଳେ ଗୋଟେ ବୋଧେ ଆପଣଙ୍କର କପ୍ତିପଦା, ଯେଉଁଟାକି ଉଦଳା କପ୍ତିପଦାରେ ଗୋଟେ ଆଡ଼ିସନାଲ୍ ତହସିଲଦାରକୁ ବାଡ଼େଇଛନ୍ତି ବାଲି ମାଫିଆ। ଖାଲି ବାଡ଼େଇ ନାହାନ୍ତି, ତାଙ୍କ ଗାଡ଼ିକି ପଥର ଫିଙ୍ଗିଛନ୍ତି ମଧ୍ୟ, ଯେଉଁଟାକି ଆଜି ପେପରରେ ସେଇଟା ବାହାରିଛି। ତାହେଲେ କ'ଣ ଏ ବାଲି ମାଫିଆ ରାଜ ପଛରେ ହାତ କାହାର ଅଛି? ପୂର୍ବ ସରକାରଙ୍କର ଛତ୍ରଛାୟା ତଳେ ରହି ବାଲି ମାଫିଆ ରାଜ କରୁଥିଲେ, ନୂତନ ସରକାର ବି ଆସିଲା, ତାହେଲେ ପୁଣି ସେ ବାଲି ମାଫିଆ ରାଜ କଲେ। ତା ଅର୍ଥ ଏଠି ବାଲି ମାଫିଆ ସବୁ ସରକାରଙ୍କୁ କିଣିକି ରଖିଛନ୍ତି। ସରକାର ବର୍ତ୍ତମାନ ନୂଆ ସରକାର ଆସିବା ପରେ ଆପଣ ଦେଖନ୍ତୁ, ବର୍ତ୍ତମାନ ପୁଣି ବାଲି ମାଫିଆ ତାଙ୍କ କାର୍ଯ୍ୟକ୍ରମ ଆରମ୍ଭ କରିଦେଇ ସକ୍ରିୟ ଅଛନ୍ତି। ତାହେଲେ ଆମେ କ'ଣ ଏଠି ବୁଝିବା ଯେ ସରକାର ବଦଳିଲେ ନୀତି ବଦଳେ, ସରକାର ବଦଳିଲେ କାର୍ଯ୍ୟକ୍ରମ ବଦଳେ, କିନ୍ତୁ ଏଠି ସରକାର ବଦଳିଛନ୍ତି, ନୀତି ବଦଳିଛି, କିନ୍ତୁ କାର୍ଯ୍ୟକ୍ରମ ଆଗକୁ ବଢ଼ି ଚାଲିଛି। କାହାର? ନା ବାଲି ମାଫିଆଙ୍କର। ପ୍ରତ୍ୟେକ ଦିନ ଆପଣ ଯଦି ପେପର ପୃଷ୍ଠା ଖୋଲିବେ, ଟିଭି ଦେଖିବେ, ତାହେଲେ ଗୋଟିଏ କଥା ଜଣାପଡ଼େ, କ'ଣ ନା ଆଜ୍ଞା ବାଲି ମାଫିଆ, ମାଟି ମାଫିଆ, ପଥର ମାଫିଆ ସବୁ ବର୍ତ୍ତମାନ ସକ୍ରିୟ। କାହିଁକି? ଆ ଉପରେ କ'ଣ ରୋକ ଲାଗିପାରିବ ନାହିଁ? ନା ଆ ଉପରେ ରୋକ ଲଗାଇବା ସରକାର, ଏ ସରକାର ବି ଭୟ କରୁଛନ୍ତି ତାଙ୍କୁ ରୋକ ଲଗାଇବା ପାଇଁ। ଯଦି ଏଭଳିଆ କାର୍ଯ୍ୟକ୍ରମ ଜାରି ରହେ, ଆଗକୁ ଆମର ଯେଉଁ ପୂର୍ବସୂରୀମାନେ ଆସିବେ, ଆମର ଯେଉଁ ଆଗକୁ ଯେଉଁ ଯୁବ ପିଢ଼ି ଆସିବ, ସେମାନଙ୍କ ପାଇଁ କିଛି ନଥିବ। ଆଉ ଖଣିଜ ପ୍ରାଚୁର୍ଯ୍ୟ ଭରା ଓଡ଼ିଶାରେ ଏସବୁ ସରିଯାଇଥିବ। ଆପଣ ଦେଖନ୍ତୁ, ଆପଣ ପ୍ରତ୍ୟେକ ଦିନ ତ ଆପଣ ଦେଖୁଥିବେ, ଆପଣଙ୍କ ନଜର ଆସୁଥିବ। ସଚେତନ ହେବା ଦରକାର ବର୍ତ୍ତମାନ। ଆଉ ସମସ୍ତେ ଜାଗନ୍ତୁ, ସମସ୍ତେ ଆସନ୍ତୁ, ଏକାଠି ହୁଅନ୍ତୁ। ଏ ବାଲି ମାଫିଆଙ୍କୁ, ମାଟି ମାଫିଆଙ୍କୁ, ଖଣି ମାଫିଆଙ୍କୁ ଜବାବ ଦିଅନ୍ତୁ। ବାଲି ମାଫିଆଙ୍କୁ ଜବାବ ଦିଅନ୍ତୁ। ସରକାର ବଦଳିଛି, 24 ବର୍ଷର ସରକାର ଯାଇଛନ୍ତି, ନୂଆ ସରକାର ଆସିଛନ୍ତି। ନୂତନ ସରକାର ଏଥିପାଇଁ ଜାଗ୍ରତ ରୁହନ୍ତୁ ଏବଂ ପ୍ରାଚୁର୍ଯ୍ୟ ଭରା ଓଡ଼ିଶାକୁ ପୁଣି ସେ ପ୍ରାଚୁର୍ଯ୍ୟ ଭରାରେ ରଖନ୍ତୁ ଏବଂ ସେ ମାଟି ମାଫିଆ, ବାଲି ମାଫିଆଙ୍କୁ କାଠଗଡ଼ା ଭିତରେ ରଖନ୍ତୁ।